ଜୟ ମା ମଙ୍ଗଳା। ଜଗତଜନନୀ ମା ମଙ୍ଗଳା ଜଗତର କଲ୍ୟାଣ କରନ୍ତୁ। ନମସ୍କାର ବନ୍ଧୁଗଣ ଆପଣମାନଙ୍କୁ ଆମ ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ। 17 ତାରିଖରୁ 23 ତାରିଖ ପର୍ଯ୍ୟନ୍ତ ଏ ସପ୍ତାହଟି ଆପଣଙ୍କର କିପରି କଟିବ, କ'ଣ କରିବେ ଅଶୁଭ ଗ୍ରହ ପାଇଁ ପ୍ରତିକାର, ଆସନ୍ତୁ ଜାଣିବା। ରାଶିଚକ୍ରର ପ୍ରଥମ ରାଶି ମେଷ ରାଶି। ମେଷ ରାଶିର ପୁରୁଷ ଓ ମହିଳାମାନେ ବ୍ୟବସାୟ ଆଉ ଆର୍ଥିକ କ୍ଷେତ୍ରରେ ଆପଣଙ୍କର ପରିବର୍ତ୍ତନ ଆସିବ। ସାକ୍ଷାତକାରରେ ଆପଣଙ୍କର ସଫଳତା ହେବ। ଦାମ୍ପତ୍ୟ ଜୀବନରେ ସଫଳତା ପାଇବେ। ଦୂରଯାତ୍ରାରେ ଆପଣଙ୍କୁ ଅତ୍ୟନ୍ତ ଲାଭ ପ୍ରାପ୍ତି ହେବ। କର୍ମକ୍ଷେତ୍ରରେ ପୁରୁଣା ସମସ୍ୟାର ସମାଧାନ ହୋଇଯିବ। ରାଜନୀତି କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା ବା ପ୍ରସିଦ୍ଧି ସମ୍ମାନ ମଧ୍ୟ ଆପଣଙ୍କର ପ୍ରାପ୍ତ ହେବ। ହାତ ପାହାନ୍ତାରେ ଥିବା ଜିନିଷ ଆପଣଙ୍କ ପାଖରେ ପହଞ୍ଚିଯିବ। କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ବାଦ ବିବାଦ ଦୁଃଖର ସବୁ ଦୂର ମଧ୍ୟ ଆପଣଙ୍କର ହୋଇଯିବ। ଆଶା କରୁଥିବା ସ୍ଥାନରୁ ଆପଣଙ୍କୁ ସ୍ଥାନାନ୍ତରିତ ମଧ୍ୟ ହୋଇପାରିବ। ନୂତନ କର୍ମ ମଧ୍ୟ ପ୍ରାପ୍ତ ହୋଇପାରେ। ଦ୍ୱିତୀୟ ଅଧ୍ୟୟନ ସମ୍ବନ୍ଧୀୟ ସମାଧାନ ମଧ୍ୟ ଆପଣଙ୍କୁ ହୋଇଯିବ। ପ୍ରତ୍ୟେକ ଦିନ ଦହି ମିଠା ଖାଇ ଘରୁ ବାହାରନ୍ତୁ। ଯଦି କୌଣସି କାର୍ଯ୍ୟରେ ଯାଉଛନ୍ତି ଶୁଭ ଫଳ ପାଇବେ। ପରବର୍ତ୍ତୀ ରାଶି ବୃଷ ରାଶି। ବୃଷ ରାଶି ଜାତ ମହିଳା ଆଉ ପୁରୁଷଙ୍କ ପାଇଁ ଏ ସପ୍ତାହରେ ସହକର୍ମୀଙ୍କ ସହ ମତଭେଦ ସମାପ୍ତ ହେବାର ରହିଛି। ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ମଧ୍ୟ ସମାଧାନ ହୋଇଯିବ। ବିଦ୍ୟାରେ ଉନ୍ନତି ଘଟିବା ସହିତ ପ୍ରତିଯୋଗିତା ପରୀକ୍ଷା ସାକ୍ଷାତକାରରେ ଜୟଯୁକ୍ତ ହୋଇ ନୂତନ କର୍ମପ୍ରାପ୍ତିର ସ୍ଥିତି ମିଳିବ। ବାଦ ବିବାଦ ମକଦ୍ଦମାରେ ଆପଣ ବିଜୟୀ ହେବେ। ଜନ ସମାଜରେ ପ୍ରତିଷ୍ଠା ଆପଣଙ୍କର ବୃଦ୍ଧି ପାଇବା ସହିତ ଭାଇ ବନ୍ଧୁ ମିତ୍ରଙ୍କର ସାଥ ସପୋର୍ଟ ଆପଣ ପାଇଯିବେ। ପାରିବାରିକ କ୍ଷେତ୍ରରେ ପୁରୁଣା ସମସ୍ୟାର ସମାଧାନ ହୋଇ ସ୍ଥିତିରେ ସୁଧାର ଆସିବ। ସୁନା ରୂପା ଅଳଙ୍କାର ଏସବୁ ନବଜାତ ଦ୍ରବ୍ୟ ଷ୍ଟୋନ୍ ଏସବୁ ଇତ୍ୟାଦି ଧାତୁ ପଦାର୍ଥକୁ ଆପଣ କ୍ରୟ କରିବେ। ବିଶେଷ ଲାଭବାନ ମଧ୍ୟ ଆପଣ ହୋଇଯିବେ। ପ୍ରତ୍ୟେକ ଦିନ ତୁଳସୀ ମୂଳର ମାଟି ଟିକେ ମସ୍ତକରେ ଧାରଣ କରନ୍ତୁ। ପରବର୍ତ୍ତୀ ରାଶି ମିଥୁନ ରାଶି। ମିଥୁନ ରାଶି ଜାତକ ମହିଳା ପୁରୁଷଙ୍କ ପାଇଁ ଏ ସପ୍ତାହରେ ନୂତନ କର୍ମପ୍ରାପ୍ତିର ସୁଯୋଗ ପାଇବେ। ଗୃହପାଳିତ ପଶୁ ବା ଯାନବାହନ ଇତ୍ୟାଦି କ୍ରୟ କରି ବିଶେଷ ଲାଭବାନ ହେବେ। ସରକାରୀ କର୍ମଚାରୀମାନେ କର୍ମକ୍ଷେତ୍ରରେ ବହୁତ ସୁବିଧା ସୁଯୋଗ ପାଇବେ। ବ୍ୟବସାୟ ଇଲେକ୍ଟ୍ରୋନିକ୍ସ ଠିକାଦାରୀ ଏସବୁ ବ୍ୟବସାୟ ଔଷଧ ଦୋକାନ ଭୋଜନାଳୟ କଳକାରଖାନା ଖଣିଜ ପଦାର୍ଥ ଗୁଡ଼ ଲଙ୍କାମରିଚ ମସୁର ଡାଲି ଏସବୁ ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷମାନେ ଏ ସଂସ୍ଥାରେ ଯେଉଁମାନେ କର୍ମରତ ଥିବେ ତ ସେମାନେ ବିଶେଷ ଭାବରେ ଲାଭ ପାଇବେ। ପାରିବାରିକ କ୍ଷେତ୍ରରେ ଭୁଲ ବୁଝାମଣା କଟିଯାଇ ଶାନ୍ତି ବିରାଜମାନ କରିବ। ତା ସହିତ ସମୟ ପ୍ରାୟତଃ ଅନୁକୂଳ ରହିବା ଫଳରେ ଆଶାତୀତ ଲାଭର ରାସ୍ତା ପରିଷ୍କାର ହୋଇଯିବ। ରାଜନୀତି କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା ଆତ୍ମବିଶ୍ୱାସରେ ବୃଦ୍ଧି ପାଇବ। ପ୍ରତ୍ୟେକ ଦିନ ମା ବାପା ଗୁରୁଙ୍କୁ ପ୍ରଣାମ କରନ୍ତୁ। ପରବର୍ତ୍ତୀ ରାଶି କର୍କଟ ରାଶି। କର୍କଟ ରାଶି ଜାତ ମହିଳା ପୁରୁଷମାନଙ୍କର ଏ ସପ୍ତାହରେ ଯଦି କହିବା ସାମାଜିକ ପ୍ରତିଷ୍ଠା ବଢ଼ିବା ସହିତ ସୁଖ ଶାନ୍ତିରେ ବୃଦ୍ଧି ହେବ। ଆତ୍ମୀୟତା କ୍ଷେତ୍ରରେ ବୃଦ୍ଧି ହେବ। ଦାମ୍ପତ୍ୟ ସୁଖରେ ଆଶାଜନକ ପରିବର୍ତ୍ତନ ଦେଖାଦେବ। ତା ସହିତ ଘରୋଇ ସଂସ୍ଥାରେ କର୍ମରତ ରହି ନୂତନ ଦାୟିତ୍ୱ ନେଇ ଧାଁ ଦୌଡ଼ କରିବାକୁ ପଡ଼ିବ। ଏହା ସହିତ ସବୁ କଷ୍ଟର ଆପଣଙ୍କର ଅନ୍ତ ମଧ୍ୟ ଘଟିବ। ଦୂର ଯାତ୍ରାର ସୁଯୋଗ ପାଇବେ। ଆୟ ଉପାର୍ଜନ ବୃଦ୍ଧି ପାଇବ। ସ୍ୱାସ୍ଥ୍ୟଗତ ସମସ୍ୟାର ଦୂର ହେବ। ଭାତୃ ବିବାଦ ମଧ୍ୟ ଦୂର ହେବ। କଳା ସାହିତ୍ୟ ଚଳଚ୍ଚିତ୍ର ସଙ୍ଗୀତ କ୍ଷେତ୍ରରେ ଉତ୍ସାହିତ ହେବେ। ପାରିବାରିକ କ୍ଷେତ୍ରରେ ଶାନ୍ତି ଦେଖାଦେବା ଫଳରେ ଭାଇ ଭଉଣୀଙ୍କ ସହିତ ସ୍ଥିତି ଭଲ ରହିବ। ସନ୍ତାନମାନଙ୍କୁ ନେଇକି ଚିନ୍ତିତ ରହିବେ ନିଶ୍ଚିନ୍ତ ଭାବରେ। ଧନର ବିଶେଷ ଭାବରେ ପ୍ରାପ୍ତି ହେବା ପାଇଁ ଯାଉଛି। ପ୍ରତ୍ୟେକ ଦିନ ଅଶ୍ୱସ୍ଥ ବୃକ୍ଷ ମୂଳରେ ଗୁଡ଼ ଟିକେ ଥୋଇ ପ୍ରଣାମ କରନ୍ତୁ ଶୁଭ ଫଳ ମିଳିବ। ପରବର୍ତ୍ତୀ ରାଶି ସିଂହ ରାଶି। ସିଂହ ରାଶି ଜାତ ମହିଳା ପୁରୁଷମାନେ ଏ ସପ୍ତାହରେ ନୂତନ ଧନ ଆବଶ୍ୟକ କରିବେ। ବ୍ୟବସାୟର ପ୍ରଚାର ପ୍ରସାରରେ ସ୍ଥିତି ଭଲ ରହିବ। ଶତ୍ରୁଙ୍କୁ ପରାସ୍ତ କରି ଯେକୌଣସି କାର୍ଯ୍ୟରେ ସଫଳ ହେବେ। ବାଦ ବିବାଦ ମାଲି ମକଦ୍ଦମା କ୍ରୀଡ଼ା କ୍ଷେତ୍ରରେ ଏସବୁ କ୍ଷେତ୍ରରେ ଶୁଭ ଫଳ ପାଇବେ। ଜାଗା ଜମି ଗୃହ ଉପକରଣ କ୍ରୟ କରିପାରନ୍ତି। ତା ସହିତ ଧାର୍ମିକ ସାମାଜିକ ଉତ୍ସବରେ ଯୋଗ ଦେଇକି ପ୍ରଶଂସିତ ହେବେ। ସରକାରୀ କର୍ମଚାରୀଙ୍କର କର୍ମକ୍ଷେତ୍ରରେ ବିବାଦ ସମାଧାନ ହୋଇଯିବ ଓ ସୁବିଧା ସୁଯୋଗ ପାଇବେ। ଦାମ୍ପତ୍ୟ ଜୀବନ ଅତ୍ୟନ୍ତ ସୁଖମୟ ହେବ। ରାଜନୀତି କ୍ଷେତ୍ରରେ ଅଧିକରୁ ଅଧିକ ପ୍ରସନ୍ନତା ପାଇବେ ସଫଳ ହେବେ। ଶତ୍ରୁଙ୍କୁ ମୁକାବିଲା ମଧ୍ୟ କରିଦେବେ। ପ୍ରତ୍ୟେକ ଦିନ ନିମ୍ବ କାଠରେ ଚନ୍ଦନ ଘୋରି ମସ୍ତକରେ ଧାରଣ କରନ୍ତୁ। ପରବର୍ତ୍ତୀ ରାଶି କନ୍ୟା ରାଶି। କନ୍ୟା ରାଶି ଜାତ ମହିଳା ପୁରୁଷମାନ ଏ ସପ୍ତାହରେ ନୂତନ କାର୍ଯ୍ୟ ଆରମ୍ଭ କରି ଉଚ୍ଚ ପ୍ରଶଂସା ଲାଭ କରିବେ।
ବକେୟା ଧନ ମିଳିବ। ଯେଉଁ କାର୍ଯ୍ୟ ପାଇଁ ଆପଣ ଲମ୍ବା ସମୟରୁ ପ୍ରୟାସରତ ରହିଥିଲେ ତ ଶୀଘ୍ର ପୂରଣ ମଧ୍ୟ ହୋଇପାରିବ। ଉଚ୍ଚ ଆଶା ଆପଣଙ୍କର ସଫଳ ହେବ। ବିଚାର ବିଭାଗ ରାୟ ଆପଣଙ୍କ ସପକ୍ଷରେ ମଧ୍ୟ ଯିବ। ଶିକ୍ଷା କ୍ଷେତ୍ରରେ ମାନ ସମ୍ମାନରେ ପ୍ରାପ୍ତି ହେବା ଫଳରେ ମିତ୍ରଙ୍କର ସହଯୋଗଙ୍କ ଠାରୁ ଆଶାତୀତ ଶୁଭଫଳ ପ୍ରାପ୍ତି ହେବ। ପରିବାରରେ ମାନ ମନାନ୍ତର ଆପଣଙ୍କର ଦୂର ହେବ। ବିଦେଶ ଯାତ୍ରାରେ ବିଶେଷ ଭାବରେ ଲାଭ ମିଳିବ। ରାଜନୀତି କ୍ଷେତ୍ରରେ ସହକର୍ମୀଙ୍କ ସହିତ ଆପଣଙ୍କର ଭଲ ସ୍ଥିତି ରହିବ। ଶତ୍ରୁମାନେ ଦୁର୍ବଳ ମଧ୍ୟ ହୋଇଯିବେ। ଦାମ୍ପତ୍ୟ ସୁଖରେ ମଧୁରତା ଆସିବ। ତା ସହିତ ପ୍ରେମିକା ପ୍ରେମିକାଙ୍କ ପ୍ରେମ ସମ୍ପର୍କରେ ଅଧିକ ଘନିଷ୍ଠତା ଦେଖାଦେବ। ଚିତ୍ତ ପ୍ରସନ୍ନ ଯୋଗେ କାର୍ଯ୍ୟ ସିଦ୍ଧି ହେବ। ଅନେକ ସମସ୍ୟା ଦୂର ହୋଇ ଉଚ୍ଚ ଆଶାରେ ଆଗେଇ ପାରିବେ। ପ୍ରତ୍ୟେକ ଦିନ ମା ବାପାଙ୍କୁ ପ୍ରଣାମ କରନ୍ତୁ, ଶୁଭ ଫଳ ପାଇବେ। ପରବର୍ତ୍ତୀ ରାଶି ତୁଳା ରାଶି। ତୁଳା ରାଶି ଜନିତ ମହିଳା ପୁରୁଷମାନେ ଏ ସପ୍ତାହରେ ସମସ୍ତ କାର୍ଯ୍ୟରେ ସଫଳତା ପାଇବା ସହିତ ଆର୍ଥିକ କ୍ଷେତ୍ରରେ ଉନ୍ନତି ମଧ୍ୟ କରିବେ। କର୍ମ କ୍ଷେତ୍ରରେ ଶ୍ରମ ସାର୍ଥକ ହେବାର ସ୍ଥିତି ରହିଛି। ତା ସହିତ ମିତ୍ରଙ୍କ ସହିତ ଅଧିକରୁ ଅଧିକ ଲାଭଦାୟକ ସ୍ଥିତି ରହିବ। ବ୍ୟବସାୟରେ ସାହସ ଆଉ ମୂଳ ସଂକଳ୍ପ ଫଳରେ ବିଶେଷ ଭାବରେ ଲାଭବାନ ଆପଣ ହେବେ। ସମସ୍ତ ପ୍ରକାରର ବ୍ୟବସାୟରେ ଉନ୍ନତି ଆଉ ଲାଭବାନ ହେବାର ସମ୍ଭାବନା ମଧ୍ୟ ଦେଖାଦେଇଛି। ଶତ୍ରୁ ହାନି, ଋଣ ପ୍ରାପ୍ତି, ସହଯୋଗ ପ୍ରାପ୍ତି, ମିତ୍ର ଲାଭ, ଉଚ୍ଚ ସମ୍ମାନ ଲାଭ, ମନରେ ଉତ୍ସାହ, ମିଷ୍ଟାନ୍ନ ଭୋଜନ ଇତ୍ୟାଦି ପ୍ରାପ୍ତି ମଧ୍ୟ ହୋଇପାରେ। ଶରୀର ସୁସ୍ଥ ରହିବା ସହିତ କର୍ମ ତତ୍ପର ବ୍ୟବସାୟରେ ସଫଳତା ମଧ୍ୟ ପାଇବେ। ବାଦ ବିବାଦ, ମାଲି ମକଦ୍ଦମା ଏସବୁ ଦୂର ହେବ। ତା ସହିତ ସହକର୍ମୀମାନଙ୍କର ସପୋର୍ଟ ଏବଂ ଅଧସ୍ଥାନଙ୍କର ସପୋର୍ଟ ମଧ୍ୟ ମିଳିବ। କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ହେବ। ସୁନାମ ଅର୍ଜନ ମଧ୍ୟ ଆପଣ କରିବେ। ଗୃହରେ କଲ୍ୟାଣକର ସ୍ଥିତି ମଧ୍ୟ ଦେଖାଦେବ। ପ୍ରଶଂସା ମଧ୍ୟ ଆପଣ ଅନୁଭବ କରିବେ। ପ୍ରତ୍ୟେକ ଦିନ ହରିଡ଼ା ଚନ୍ଦନ ଘୋରି ମସ୍ତକରେ ଲଗାନ୍ତୁ, ଶୁଭଫଳ ପାଇବେ। ପରିବର୍ତ୍ତ ରାଶି ବିଛା ରାଶି। ବିଛା ରାଶି ଜାତ ମହିଳା ପୁରୁଷମାନଙ୍କ ପାଇଁ ଏ ସପ୍ତାହରେ ପାରିବାରିକ ଜୀବନ ଅତ୍ୟନ୍ତ ଆନନ୍ଦମୟ ହେବ। ଯେକୌଣସି କାର୍ଯ୍ୟରେ ହାତ ଦେବେ ସଫଳ ହେବେ। ସରକାରୀ କର୍ମଚାରୀମାନେ ଅତ୍ୟଧିକ କାର୍ଯ୍ୟଚାପ ହେତୁ ଅଧିକ ପରିଶ୍ରମ କରିବେ। ତା ସହିତ ସ୍ଥାନ ସ୍ଥିତିକୁ ବଜାଇ ମଧ୍ୟ ରଖିପାରିବେ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନ ଲଗାଇ ପରୀକ୍ଷା ପ୍ରତିଯୋଗିତାରେ ସଫଳ ହେବେ। ଧାଁ ଦୌଡ଼ରେ ଆପଣଙ୍କୁ କାମ କରିବାକୁ ପଡ଼ିବ। ଘରୋଇ କର୍ମଚାରୀମାନେ କର୍ମକ୍ଷେତ୍ରରେ ସଫଳତା ମଧ୍ୟ ଲାଭ କରିପାରିବେ। ଭାଇ ଭଉଣୀଙ୍କର ସହିତ ମନମାଳିନ୍ୟ ଆପଣଙ୍କର ମେଣ୍ଟିବ। ସନ୍ତାନମାନଙ୍କର ଭବିଷ୍ୟତକୁ ନେଇ ଆପଣ ଚିନ୍ତିତ ମଧ୍ୟ ରହିବେ। ହାତ ପାହାନ୍ତାରେ ଥିବା ଧନ ଅଟକି ମଧ୍ୟ ଆପଣଙ୍କର ଯିବ। ଅନ୍ୟର ଦୁଃଖ ଦୁର୍ଦ୍ଦଶାକୁ ଦୂର କରିବାକୁ ପ୍ରୟାସ ରହିବେ। ଗୃହାରମ୍ଭ, ଗୃହ ଯାତ୍ରା, ନୂତନ ବ୍ୟବସାୟ ଏ ସପ୍ତାହରେ ଆରମ୍ଭ କରନ୍ତୁ ନାହିଁ। ଯୌଥ ପରିବାରର ଯୋଗୁଁ ବିଶେଷ ଭାବରେ ବ୍ୟସ୍ତ ମଧ୍ୟ ଆପଣ ରହିପାରନ୍ତି। ପ୍ରତ୍ୟେକ ଦିନ ବୁଲା କୁକୁରକୁ କିଛି ଖାଇବାକୁ ଦିଅନ୍ତୁ। ପରବର୍ତ୍ତୀ ରାଶି ଧନୁରାଶି। ଧନୁରାଶି ଜାତ ମହିଳା ଓ ପୁରୁଷଙ୍କ ପାଇଁ ଏ ସପ୍ତାହରେ ମାନସିକ ଶାନ୍ତି ଦୂରେଇ ଯାଇ ବନ୍ଧୁ ମିତ୍ରଙ୍କ ସହ ହସ ଖୁସିରେ ସମୟ ଆପଣଙ୍କର କଟିବ। ପରିବାରର ସମସ୍ୟାର ସମାଧାନ ହୋଇଯିବ। ବାଦ ବିବାଦ, ମାଲି ମକଦ୍ଦମା, ପ୍ରତିଯୋଗୀ ପରୀକ୍ଷା ସାକ୍ଷାତକାରରେ ବିଜୟୀ ମଧ୍ୟ ହେବେ। ଶତ୍ରୁମାନେ ମିତ୍ରଭାବ ଆଚରଣ କରିବେ। ତା ସହିତ ଯଦି ଆମେ କହିବା ବିଶେଷ ଭାବରେ ନୂତନ ସମ୍ପର୍କରେ ପାରିବାରିକ ଜୀବନ ବହୁତ ଭଲରେ ଆପଣଙ୍କର କଟିବ। ସରକାରୀ କର୍ମଚାରୀମାନଙ୍କର କମ୍ କାର୍ଯ୍ୟ କରି ପଦୋନ୍ନତି ପାଇ ମଧ୍ୟ ପାରନ୍ତି। ଏହା ସହିତ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ। ରାଜନୀତି କ୍ଷେତ୍ରରେ ସାମାଜିକ କଲ୍ୟାଣ, ଜୀବନର ସ୍ଥାନ ପରିବର୍ତ୍ତନ ହେବ। ଏହା ସହିତ ବିଶେଷ ଭାବରେ ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନୋଯୋଗ ଦେଇ ପରସ୍ପରକୁ ସାହାଯ୍ୟ ସହଯୋଗ ମଧ୍ୟ ପ୍ରଦାନ କରିବେ। ତା ସହିତ ଆଗ୍ରହୀ ମଧ୍ୟ ହୋଇପାରନ୍ତି। ଆୟ ଉପାର୍ଜନ ମଧ୍ୟ ଆପଣ କରିବେ। ଅଚାନକ ଭାବରେ ଧନ ପ୍ରାପ୍ତି ହେବା ସହିତ ମାନ ସମ୍ମାନରେ ବୃଦ୍ଧି ମଧ୍ୟ ଘଟିବ। ପ୍ରତ୍ୟେକ ଦିନ ଗୋମାତାଙ୍କୁ କିଛି ଖାଇବାକୁ ଦିଅନ୍ତୁ। ପରବର୍ତ୍ତୀ ରାଶି ମକର ରାଶି। ମକର ରାଶି ଜାତ ମହିଳା ପୁରୁଷମାନଙ୍କ ପାଇଁ ଏ ସପ୍ତାହରେ ଅନେକ ପ୍ରକାରର ଉଲ୍ଲେଖନୀୟ ପରିବର୍ତ୍ତନ ବିଶେଷ ଭାବରେ ଆସିବ। ଉଚ୍ଚ ସମ୍ଭାବନାର ଆଶା ଆକାଂକ୍ଷା ଦୂର ହେବ। ମାନସିକ ଶାନ୍ତି ଅନୁଭବ କରିବେ। ବ୍ୟବସାୟ ବାଣିଜ୍ୟ କିମ୍ବା ଜମି ବାଡ଼ି କ୍ଷେତ୍ରରେ ସମସ୍ୟାର ସମାଧାନ ମଧ୍ୟ ଆପଣଙ୍କର ହୋଇଯାଇପାରେ। ଭୋଗ ବିଳାସ, ଆନନ୍ଦମୟ ସାଙ୍ଗକୁ ସ୍ୱାସ୍ଥ୍ୟକର ପରିବେଶ,
ସମ୍ମାନଜନକ ଘଟଣା ଆପଣଙ୍କର ଲାଗିକି ରହିବ। ଆର୍ଥିକ ଦିଗରୁ ଉନ୍ନତି ହେବା ସହିତ ସ୍ୱାସ୍ଥ୍ୟ ମଧ୍ୟ ଠିକ୍ ରହିବ। କୃଷିଜାତ ଦ୍ରବ୍ୟ ବାଣିଜ୍ୟରେ ଆୟ ଆଶାତୀତ ମଧ୍ୟ ଆପଣଙ୍କର ହେବ। ଆକସ୍ମିକ ଧନ ପ୍ରାପ୍ତି ହେବ। ଯାହା ଚାହିଁବେ ସେସବୁ ଆପଣ ପ୍ରାପ୍ତ ମଧ୍ୟ କରିପାରିବେ। ପ୍ରତିଟି ସ୍ଥିତି ଭଲ ହେବ। ଅନେକ ଶୁଭ ସମ୍ବାଦ ଆପଣଙ୍କୁ ମିଳିବ। ଏହା ସହିତ ଗୋଟେ ବିରାଟ କାର୍ଯ୍ୟରେ ସଫଳ ମଧ୍ୟ ଆପଣ ହୋଇଯିବେ। ମନରେ ସ୍ୱଚ୍ଛଳତା ମଧ୍ୟ ଦେଖାଦେବ। ପାରିବାରିକ କ୍ଷେତ୍ରରେ ବସଣ ଭୂଷଣରେ ଅଧିକ ବ୍ୟୟ ମଧ୍ୟ ଆପଣଙ୍କର ଘଟିପାରେ, ସେଥିପାଇଁ ସତର୍କ ରୁହନ୍ତୁ। ପ୍ରତ୍ୟେକ ଦିନ କୁଆ ଆଉ ପାରାଙ୍କୁ କିଛି ଚାଉଳ ଖାଇବାକୁ ଦିଅନ୍ତୁ। ପରବର୍ତ୍ତୀ ରାଶି କୁମ୍ଭ ରାଶି। କୁମ୍ଭ ରାଶି ଜାତ ମହିଳା ପୁରୁଷମାନଙ୍କ ପାଇଁ ଏ ସପ୍ତାହରେ ବିଶେଷ ଭାବରେ ବ୍ୟବସାୟରେ ସଫଳତା, ନୂଆ ନୂଆ ବ୍ୟବସାୟିକ ସମ୍ପର୍କ ସ୍ଥାପନା କରିବା, ତା ସହିତ ସାହାଯ୍ୟ ସହଯୋଗ ପ୍ରାପ୍ତ କରିବା, କୌଣସି କାର୍ଯ୍ୟକ୍ରମରେ ବିଶେଷ ଭାବରେ ସମ୍ମାନିତ ମଧ୍ୟ ହେବେ। ନୂତନ କର୍ମସଂସ୍ଥାରେ ନିଯୁକ୍ତି ପାଇବେ। ଏହା ସହିତ କର୍ମ କ୍ଷେତ୍ରରେ ଉନ୍ନତି କରିବା ସହିତ ଉପରିସ୍ଥ ଅଧିକାରୀଙ୍କ ଦ୍ୱାରା ଲାଭ ହେବେ। ପ୍ରେମିକ ପ୍ରେମିକାମାନଙ୍କ ପାଇଁ ସ୍ଥିତି ମଧ୍ୟ ବହୁତ ଭଲ ରହିବ। ନୃତ୍ୟ ଗୀତ ଭୋଜିରେ ମୌଜ ମଜଲିସରେ ଆପଣ ମଜିକି ରହିବେ। ଭାଇ ଭଉଣୀଙ୍କ ସହିତ ଉତ୍ତମ ସମ୍ପର୍କ ରହିବ। କଳକାରଖାନାରେ ଆପଣଙ୍କର ସ୍ଥିତି ବୃଦ୍ଧି ପାଇବ। କଣ୍ଟ୍ରାକ୍ଟରମାନଙ୍କ ସ୍ଥିତି ଆଗକୁ ବଢ଼ିବ। ବିଦେଶ ଯାତ୍ରାରେ ସଫଳ ହେବେ। ଶିକ୍ଷା କ୍ଷେତ୍ରରେ ସଫଳତା ଅର୍ଜନ କରି ବ୍ୟବହାର କୁଶଳ, ଅନୁଶାସନ ପ୍ରିୟ, ଗୁଣୀ, ଜ୍ଞାନୀ, ଯୋଗ୍ୟ, ଆଜ୍ଞାପାଳକ, ସୌଭାଗ୍ୟଶାଳୀ ମଧ୍ୟ ହୋଇଯିବେ। ପ୍ରତ୍ୟେକ ଦିନ ହରିଡ଼ା ଚନ୍ଦନ ଘୋରି ମସ୍ତକରେ ଲଗାନ୍ତୁ। ରାଶିଚକ୍ରର ଶେଷ ରାଶି ମୀନ ରାଶି। ମୀନ ରାଶି ଜାତ ମହିଳା ପୁରୁଷମାନଙ୍କ ପାଇଁ ଏ ସପ୍ତାହରେ ବିଶେଷ ଭାବରେ ଋଣରୁ ମୁକ୍ତି ଆପଣଙ୍କୁ ମିଳିଯିବ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଅତ୍ୟନ୍ତ ଶୁଭଦାୟକ ସ୍ଥିତି ଆପଣଙ୍କ ପାଇଁ ରହିବ। ଏହା ସହିତ ଗୁରୁଙ୍କ ସାହାଯ୍ୟ ସହଯୋଗ ମିଳିବ। ପାରିବାରିକ କ୍ଷେତ୍ରରେ ସୁଖ ଶାନ୍ତି ମିଳିବା ସହିତ ଆର୍ଥିକ ଚିନ୍ତା ଆପଣଙ୍କର ଦୂରେଇ ଯିବ। କ୍ରୀଡ଼ା ପ୍ରତିଯୋଗିତାମୂଳକ ପରୀକ୍ଷା ସାକ୍ଷାତକାରରେ ଉତ୍ତୀର୍ଣ୍ଣ ହେବେ। ବାଦ ବିବାଦ, ମାଲି ମକଦ୍ଦମା, କୋର୍ଟ କଚେରୀ ଏସବୁରେ ବିଜୟୀ ହେବେ। ଶିକ୍ଷା କ୍ଷେତ୍ରରେ ମଧ୍ୟ ଆତ୍ମବିଶ୍ୱାସ ବୃଦ୍ଧି ପାଇବା ସହିତ ମନରେ ଆଶା ଆକାଂକ୍ଷା ମଧ୍ୟ ଦୃଢ଼ ହୋଇପାରେ। ରାଜନୀତି କ୍ଷେତ୍ରରେ ଉତ୍ତମ ଆଚରଣ ପ୍ରଦର୍ଶନ କରିବେ ବିଶେଷ ଭାବରେ। ଆଉ ଯଶ କୀର୍ତ୍ତି ଖ୍ୟାତି ମଧ୍ୟ ଆପଣ ଅର୍ଜନ କରିବେ। ଆଉ ଲାଭ ମଧ୍ୟ ଆପଣଙ୍କୁ ପ୍ରାପ୍ତ ହୋଇଯିବ। ଉନ୍ନତି ପଥରେ ଅଗ୍ରସର ମଧ୍ୟ ହେବେ। ସାମାଜିକ କଲ୍ୟାଣକର କାର୍ଯ୍ୟ ମଧ୍ୟ ଆପଣ କରିବେ। ଦେହ ଓ ମନ ଭଲ ରହିବ। ଶାନ୍ତି ମଧ୍ୟ ଅନୁଭବ କରିବେ। ଅର୍ଥ ସମ୍ପର୍କିତ ଚୁକ୍ତିପତ୍ର ତଳେ ପ୍ରଚୁର ଲାଭବାନ ମଧ୍ୟ ହେବେ। ପ୍ରତ୍ୟେକ ଦିନ କେଶର, ହଳଦୀ, ଚନ୍ଦନ ମସ୍ତକରେ ଧାରଣ କରନ୍ତୁ। ସପ୍ତାହଟି ବହୁତ ଭଲରେ କଟିବ। ଦର୍ଶକ ବନ୍ଧୁ, ଆମର ଏ ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଥାଏ ତ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ। ଆଉ ଚ୍ୟାନେଲରେ ଯଦି ନୂଆ ଆସିଥାନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ ମଧ୍ୟ କରନ୍ତୁ।